ସବୁ ସହରକୁ ଆମେ ତେଲ ଯିବାର ବ୍ୟବସ୍ଥା କରୁଛୁ। ତାଙ୍କର ପ୍ରାୟ ଯେତେ ଗୁଡ଼ିଏ ଡିମାଣ୍ଡ ଅଛି ସରକାର ତାକୁ ମାନି ନେବେ। କୌଣସି ପ୍ରକାର ପରିସ୍ଥିତିକୁ ସାମ୍ନା କରିବା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି। ଦେଖନ୍ତୁ, ତେଲ ସମସ୍ୟା ଆଉ ନାହିଁ, କାରଣ କାଲି ଭୁବନେଶ୍ୱରକୁ 150 ଟ୍ୟାଙ୍କର ଆସିଛି, କଟକକୁ ମଧ୍ୟ 76 ଟ୍ୟାଙ୍କର ତେଲ ଆସିଛି। ସବୁ ସହରକୁ ଆମେ ତେଲ ଯିବାର ବ୍ୟବସ୍ଥା କରୁଛୁ। ତେଲ ପାଇଁ କୌଣସି ପ୍ରକାର ପ୍ରୋବ୍ଲେମ୍ ନାହିଁ। ଆଉ ଏଇ ଯେଉଁ ଆନ୍ଦୋଳନ କଥା ଅଛି, ଏ ଆନ୍ଦୋଳନ ସରକାର ଶୀଘ୍ର ସମାଧାନ କରିବାକୁ ଚାହୁଁଛନ୍ତି। ମାନ୍ୟବର ମନ୍ତ୍ରୀ ତାଙ୍କ ସହିତ ଡିସ୍କସନ୍ ରଖୁଛନ୍ତି ଜାରି। ଭାବୁଛି ଶୀଘ୍ର ସେ ସମସ୍ୟା ସମାଧାନ ହେଇଯିବ। ତେଲ ପାଇଁ କୌଣସି ପ୍ରୋବ୍ଲେମ୍ ରହିବ ନାହିଁ ବା କୌଣସି ମାନେ ଖୁଚୁରା ମାନେ ଯେଉଁମାନେ ନେଉଛନ୍ତି ତେଲ ପ୍ୟାନିକ୍ ହେବା ଆବଶ୍ୟକ ନାହିଁ। ପ୍ୟାନିକ୍ ମାନେ ସମୟ ନାହିଁ, ତେଲ ସଫିସିଏଣ୍ଟ ମିଳୁଛି। ନାଇଁ, ଏଇଟା ସ୍ୱାଭାବିକ ଭାବରେ ଗୋଟେ ଆନ୍ଦୋଳନ ହେଲା ଲୋକମାନଙ୍କ ଭିତରେ ଆସେ ଯେ ନା ତେଲ ମିଳିବ ନ ମିଳିବ, କିଛି ରଖିଦେବା, ଅଧିକ ରଖିଦେବା, ଏଇ ହେଉଛି କଥା। କିନ୍ତୁ ମୋର ମାନେ ଷ୍ଟେଟମେଣ୍ଟ ହେଉଛି ଏଇଆ ଯେ ଆମେ ସଫିସିଏଣ୍ଟ ତେଲର ବ୍ୟବସ୍ଥା କରୁଛୁ। କାଲି ଅଫିସରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି, ଆମ CSO ଆଡ଼ିସନାଲ୍ CSO ସମସ୍ତେ ଲାଗିଛୁ। ଆମେ ତେଲର ଅଭାବ କରେଇଦେବୁ ନାହିଁ। ସେଇଥିପାଇଁ ଆଉ ତାଙ୍କର ଅଫିସର୍ସମାନଙ୍କୁ ଆମେ SP, ଇଣ୍ଡିଆନ୍ ଅଏଲ୍ ସବୁ କମ୍ପାନୀର ଅଫିସର୍ସମାନଙ୍କୁ ମଧ୍ୟ 11ଟା ବେଳକୁ ଆଉ ସେକ୍ରେଟାରିଏଟ୍ ଆମେ ଡାକୁଛୁ। ସରିଯିବ, ଶୀଘ୍ର ସରିଯିବ, କାରଣ ତା ଭିତରେ ଡିସ୍କସନ୍ ଚାଲିଛି। ତାଙ୍କର ପ୍ରାୟ ଯେତେ ଗୁଡ଼ିଏ ଡିମାଣ୍ଡ ଅଛି ସରକାର ତାକୁ ମାନି ନେବେ, ଅସୁବିଧା କିଛି ହେବ। ବିରୋଧୀ କହୁଛନ୍ତି ଯେ ରାହୁଲ ଗାନ୍ଧୀ ଆସୁଛନ୍ତି, ଯେହେତୁ ଆପଣ ଜାଣିଛନ୍ତି ଏଇଟା ଗୋଟେ କହୁଛନ୍ତି ଯେ ତାଙ୍କୁ ନାଇଁ, ସେଟା ଭୁଲ କଥା। ବିରୋଧୀ ତ ଅନେକ କଥା କହିବେ, ବିରୋଧୀଙ୍କ କଥା ଆମର କିଛି କହିବାର ନାହିଁ। କିନ୍ତୁ ଏ ସମସ୍ୟାର ସମାଧାନ ଶୀଘ୍ର ହେଇଯିବ। ମୁଁ ଭାବୁଛି ଆଜି ହିଁ ହେଇଯିବ। ଡିସ୍କସନ୍ ଚାଲିଛି, ଆଜି ହିଁ ହେଇଯିବ। ଆଉ ତେଲର ପ୍ରୋବ୍ଲେମ୍ କିଛି ନାହିଁ। ପୁରା ମହଜୁଦ ଅଛି। ଅତ୍ୟାବଶ୍ୟକ ଜିନିଷ ସବୁଠି ମହଜୁଦ ଅଛି। ଯଦି ଏ ସମସ୍ୟାକୁ ନେଇକିରି କିଏ କଳାବଜାରୀ କରେ, କିଏ ଆଉ ଅସୁବିଧାରେ ପକାଇବାକୁ ଚେଷ୍ଟା କରେ ସରକାରଙ୍କୁ, ଆମର ମାନେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି, କଡ଼ା ଦୃଷ୍ଟି ରଖିଛନ୍ତି ଅଧିକାରୀମାନେ, ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଖାଦ୍ୟ ସଫିସିଏଣ୍ଟ ମହଜୁଦ ଅଛି। 15 ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ଆମ ପାଖରେ ମହଜୁଦ ଅଛି। ବହୁତ ଚାଉଳ ଅଛି, ଖାଦ୍ୟର ଅଭାବ କିଛି ନାହିଁ। ତେଣୁ କୌଣସି ପ୍ରକାର ପରିସ୍ଥିତିକୁ ସାମ୍ନା କରିବା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି। ପାନିକ୍ ହୁଅନ୍ତୁ ନାହିଁ। ମୁଁ ତ ସମସ୍ତଙ୍କୁ ନିବେଦନ କରିବି ଯେ କେହି ପାନିକ୍ ହୁଅନ୍ତୁ ନାହିଁ। ତେଲ ଆରାମସେ ଯାଆନ୍ତୁ, ତାଙ୍କର ଟାଙ୍କିମାନଙ୍କୁ ଯାଇକି ତେଲ ପକାନ୍ତୁ। ତେଲ ଆମେ ଯୋଗାଇ ଦେଇଛୁ, ସଫିସିଏଣ୍ଟ ତେଲ ଯୋଗାଇ ଦେଇଛୁ।